श्री गणेशाय नमः। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। भागवत महापुराण अष्टम स्कंध सप्तदश अध्याय। चैनल जदि नुआ अछंती चैनल को सब्सक्राइब करने को जमा भी भूलिबेनी। प्रतिदिन सकाळ 6टाରୁ 7टा जाए भागवत गोटे अध्याय हेले भी निश्चय शुणा चेष्टा करंतु। सप्तदश अध्याय। सप्तदशरे पयव्रत करियदिति लभे सुत। श्रीशुकवाच शुण परीक्ष्य नृपमणि कश्यप मुखु एहा शुणि। अदिति कल्पी अंतर्गते विधि पूर्वक पयव्रते। द्वादश दिन विधि मते संजमे रहिला जुगते। एकाग्र चित्ते हरि पादे सेवा कल्पिला प्रमादे। सुदृढ़ मन बुद्धि बले इंद्रिय की निरोधि निश्चले। एकाग्र चित्ते हरि पादे ध्यान संपादी अप्रमादे। द्वादश दिन पयव्रते विष्णु सेविला अविरते। अदिति पयव्रत तो से विष्णु मिलिले तार पासे। शरीर कांति नील घन पीतवसन परिधान। अजानु लंबे चारि भुजे गदाब्ज शंख चक्र साजे। समीपे विष्णु रूप देखी उन्मेळ कला बेनी आखी। उठिला अश्रु गद गदे शिर निवेशी पद्म पादे। भूमि रे दंडवते पड़ी कर अंजलि शिरे जोड़ी। आनंद सागरे बुड़ीला निज शरीर पासरिला। शरीर कंपिला बिकले कंठ कुंठित अश्रु जले। बदनु वचन न स्फुरे प्राण होइला कंठ द्वारे। चकर चंद्र देखि जेन्हे अमृत पियलोचने। मन निवेशी विष्णु पादे आनंदे शोक गद गदे। बोलई विष्णु मुख चाहि सानंदे शिरे कर देई। अदिति उवाच हे जज्ञेश्वर जगन्नाथ तोर चरणे सर्वतीर्थ। सर्वमंगल तोर नाम रूप रूप अनुपम। शरणागत दुख हर तो नाथ करुणा सागर। करुणा कर विश्वव्यापी विश्वभावन विश्वरूपी। स्थिति उत्पत्ति संहारण तो नाथ परम कारण। आयु संपद बुद्धि ज्ञान तोर प्रसन्ने पांति जन। कैवल्य ज्ञान तो संतोषे अंते परम पदे मिसे। भोनाथ तोहर चरण जे प्राणी पसंती शरण।
ସେ ସର୍ବ ଦୁର୍ଗତି ତରନ୍ତି, ଜନ୍ମ ମରଣୁ ନିସ୍ତରନ୍ତି। ଭୋନାଥ ପ୍ରଭୁ ଆଦି ମୂଳ, ଶୁଣିମା ମୋହର ବିକଳ। ଦୁଃଖେ କୁଣ୍ଠିତ ମୋର ପ୍ରାଣ, ପଶିଲି ତୋ ପାଦେ ଶରଣ। ପୁତ୍ରେ ନ ରହି ସ୍ୱର୍ଗପୁରେ, ଲୁଚିଲେ ବନଗିରି ଘୋରେ। ସର୍ବଦାନବ ସଙ୍ଗେ ମିଳି, ବସିଲା ଇନ୍ଦ୍ରାସନେ ବଳି। ଶୁକ୍ରର ଯଜ୍ଞ ତେଜ ବଳେ, ଭୟେ ଭାଜିଲେ ଦିଗପାଳେ। ଇନ୍ଦ୍ର ହୋଇଲା ଅରକ୍ଷିତ, ଅମରେ ବସିଲେ ଦଇତ। ମୋର ପୁତ୍ରଙ୍କୁ ରକ୍ଷା କର, ଭୋନାଥ ଶରଣ ତୋର। ସପତ୍ନୀ ଦୁଃଖ କି ନ ଜାଣୁ, ତୋ ନାଥ ଅନ୍ତର୍ଯ୍ୟାମୀ ଯେଣୁ। ଶ୍ରୀ ଶୁକବାଚ ଶୁଣିଣ ଅଦିତି ବଚନ, ପ୍ରସନ୍ନେ କମଳ ଲୋଚନ। ଅଦିତି ବଦନକୁ ଚାହିଁ, ବୋଲନ୍ତି ପ୍ରଭୁ ଭାବଗ୍ରାହୀ। ଶ୍ରୀ ଭଗବାନ ବାଚ ଶୁଣ ଅଦିତି ଦେବ ମାତ, ଜାଣଇ ତୋର ମନରଥ। ବଳି ଯେ ବଳେ ସ୍ୱର୍ଗ ନେଲା, ବିକଳେ ଇନ୍ଦ୍ର ପଳାଇଲା। ତାର ସଙ୍ଗତେ ଦେବଗଣେ, ପଶିଲେ ଗିରି ଘୋର ବନେ। ଏବେ ସେ ଆସି ସ୍ୱର୍ଗପୁରେ, ଶତ୍ରୁକୁ ଜିଣି ରଣ ଘୋରେ। ସ୍ୱର୍ଗେ ସେ ବସିବ ନିଶ୍ଚିନ୍ତେ, ତୁ ଏହା କଳ୍ପିଅଛୁ ଚିତ୍ତେ। ସମରେ ଅସୁର ମରଣେ, କାନ୍ଦିବେ ତାଙ୍କ ବଧୂ ଗଣେ। ସ୍ୱାମୀ ମରଣେ ଅତି ଦୁଃଖୀ, ତୁ ତାହା ଦେଖି ହେବୁ ସୁଖୀ। ସ୍ୱର୍ଗେ ବସିବ ଇନ୍ଦ୍ର ତୋର, ସଙ୍ଗତେ ଅଶେଷ ଅମର। ସକଳ ସମ୍ପଦ ମିଳିବ, ତ୍ରିଲୋକ ନିଶ୍ଚିନ୍ତେ ପାଳିବ। ଏମନ୍ତ ଚିତ୍ତେ କଳ୍ପୁ ତୁହି, ଶୁଣ କହି ଯାହା ମୁହିଁ। ଅସୁରେ ଯାଇ ସ୍ୱର୍ଗପୁର, ବଳେ ହୋଇଲେ ବଳିୟାର। ବଳି ସଙ୍ଗତେ ଘୋର ରଣେ, କାହିଁ ଜିଣିବେ ଦେବଗଣେ। ଏକଥା ଭଲେ ମୁଁ ଜାଣଇ, ତୋର ପୁତ୍ରଙ୍କୁ ଜୟ ନାହିଁ। ଯେମନ୍ତେ ତୋହରକୁ ମରେ, ସୁଖେ ବସିବେ ସ୍ୱର୍ଗପୁରେ। ତୁ ଯେ ମୋହର ପାଦ ଯୁଗେ, ସେ ବିଲୁପୟ ବ୍ରତ ମାର୍ଗେ। ସେ କଥା ଅନ୍ୟଥା ନହିବ, ଅବଶ୍ୟ ତୋ ମନ ପୁରିବ। ବ୍ରତେ ତୁ ତୋଷି ଅଛୁ ମୋତେ, ଇନ୍ଦ୍ର ସମ୍ପଦ ରକ୍ଷା ଅର୍ଥେ। ମୋହର ସେବା ବ୍ରତ ଫଳ, କେବେ ହେନୁ ହଇ ବିଫଳ। ମୁଁ ନିଜ ଅଂଶେ ତୋର ଗର୍ଭେ, ଜନ୍ମିବି ପୟ ବ୍ରତ ଭାବେ। ଏ ବ୍ରତ ମହିମାଏ ମନ୍ତ, ଅବଶ୍ୟ ମୋତେ ଲଭେ ସୁତ। ତୋର ପୁତ୍ରଙ୍କୁ ମୁଁ ରଖିବି, ଶତ୍ରୁଙ୍କ ଭୟ ନିବାରିବି। ନିଶ୍ଚୟ ରଖିବି ଦେବକୁଳ, ତୁ ସ୍ୱାମୀ ସଙ୍ଗେ କର ମେଳ। ଏ ବ୍ରତ ଫଳ ଯେବେ ପାଇ, ବିଶ୍ୱାସେ ପରକୁ ନ କହି। ସର୍ବସମ୍ପଦ ଲଭ ତୁହି, ଦେବମାତାଙ୍କୁ ଏତେ କହି। ତକ୍ଷଣେ ହୋଇଲେ ଅନ୍ତର, ଶୁଣ ପରୀକ୍ଷା ନୃପବର। ଏମନ୍ତ ବିଷ୍ଣୁର ବଚନ,
ଶୁଣି ଅଦିତି ତୋ ସମାନ ଆନନ୍ଦେ ପ୍ରଭୁ ଋଷିକେଶ କଶ୍ୟପ ଶରୀରେ ପ୍ରବେଶ ବିଷ୍ଣୁର ତେଜେ ବ୍ରହ୍ମ ରାଶି ଉଦୟ ରବି ପ୍ରାୟ ଦିଶି ଅମର ଗୁରୁ ଲଗ୍ନ ବେଳେ ଉଚ୍ଚେ ଅଛନ୍ତି ଗ୍ରହ ବଳେ ମୁହୂର୍ତ୍ତ ନାମ ଅଭିଜିତ ପତି କାମିନୀ ଏକ ଯୁକ୍ତ ରତି ଆନନ୍ଦେ ରଜ ବୀର୍ଯ୍ୟେ ଗର୍ଭ ସଞ୍ଚାର ଅତି ତେଜେ ଦାରୁ ସଂଯୋଗେ ଅଗ୍ନି ଜେନେ ତେଜ ପ୍ରକାଶେ ଅନୁଦିନେ ଅଦିତି ବିଷ୍ଣୁ ଗର୍ଭେ ଧରି ଶଶାଙ୍କ ପ୍ରାୟ ମନୋହାରୀ ଦିଶଇ ଅତି ରୂପ କାନ୍ତି ଦିନକୁ ଦିନ ଶୁଭ୍ର ଜ୍ୟୋତି ଅଦିତି ଗର୍ଭର ସଞ୍ଚାର ଜାଣିଲେ ପ୍ରଭୁ ବେଦବର ରଜନୀ କାଳେ ବ୍ରହ୍ମା ଆସି ଅଦିତି ନିଦ୍ରା ସ୍ଥାନେ ବସି ଗର୍ଭକୁ ଚାହିଁ ପ୍ରଜାପତି ଆନନ୍ଦେ କଲେ ଦିବ୍ୟ ସ୍ତୁତି ବ୍ରହ୍ମବାଚ ଜୟ ଅନନ୍ତ ଉରୁକ୍ରମ ନମସ୍ତେ ପ୍ରଭୁ ତ୍ରିବିକ୍ରମ ନମ ବ୍ରହ୍ମଣ୍ୟ ଭାଗବତ ନମସ୍ତେ ତ୍ରିଗୁଣଜିତ ନମସ୍ତେ ପ୍ରଶ୍ନେ ଗର୍ଭରୂପୀ ନମସ୍ତେ ତ୍ରୟ ବେଦ ବ୍ୟାପୀ ତ୍ରିନାଭ ତ୍ରିପୃଷ୍ଠ ତୋ ଧାମ ଶିପିବିଷ୍ଟ ଯେ ତୋର ନାମ ଏ ସୃଷ୍ଟି ଆଦି ମଧ୍ୟ ଅନ୍ତେ ତୁ ନାଥ ବିହରୁ ନିଶ୍ଚିନ୍ତେ ତୁ ସେ ଅନନ୍ତ ଶକ୍ତିଧର ମନ ବଚନେ ଅଗୋଚର ତୁ କାଳ ରୂପେ ଜଗତ ସୃଜି ପାଳିଣ କରୁଅନ୍ତ ତୃଣ ଯେ ସନେ ଜଳ ସ୍ରୋତେ ପଶେ ଜଳଧି ଗର୍ଭଗତେ ଏ ସୃଷ୍ଟି ସଂହରୁତେ ମନ୍ତେ ଅନନ୍ତ ଶୟନେ ନିଶ୍ଚିନ୍ତେ ସ୍ଥାବର ଆଦି ଜନ୍ତୁ ଚାରି ତୁ ବସୁ ଆତ୍ମା ରୂପ ଧରି ତୋର ମାୟାର ବଳେ ଜନେ ତୋ ରୂପ ଜାଣିବେ କେଶନେ ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତରେ ତତହୁଁ କେବା ଅଛି ପରେ ଜଳେ ପଡ଼ନ୍ତି ଯେତେ ପ୍ରାଣୀ ଯେବେ ନ ଲଭନ୍ତି ତରଣୀ ସେ କାହିଁ ଜଳଧି ତରିବେ ଯେନ ପଶନ୍ତି ତୋର ଭାବେ ଏମନ୍ତେ କରି ଦିବ୍ୟ ସ୍ତୁତି ନିଜ ଭୁବନେ ପ୍ରଜାପତି ଆନନ୍ଦ ମନେ ବିଜେ କଲା ଶୁଣ ରାଜନ ବିଷ୍ଣୁ ଲୀଳା ଭାଷା ପ୍ରବନ୍ଧେ ଭାଗବତ କହିଲା ଦାସ ଜଗନ୍ନାଥ ବାମନ ରୂପ ଧରି ଏବେ ବିଷ୍ଣୁ ଯେ ବଳିକି ଛଳିବେ ଏ ବାଣୀ ଏକ ମନେ ଶୁଣି ନିସ୍ତର ଭବ ତରଙ୍ଗିଣୀ ସଂସାର ଅନ୍ଧକୂପେ ଥାଇ ଏ ବିନୁ ଉପାୟ ତ ନାହିଁ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାಂ ଅଷ୍ଟମସ୍କନ୍ଧେ ଅଦିତି ଗର୍ଭୋଦୟ ନାମ ସପ୍ତଦଶ ଅଧ୍ୟାୟ। ଅଷ୍ଟାଦଶ ଅଧ୍ୟାୟ। ବାମନ ହୋଇ ଆବିର୍ଭୂତ ଅଖିଳ ଲୋକରେ ପୂଜିତ ବଳିର ଯଜ୍ଞେ ଉପଗତ ଅଷ୍ଟାଦଶରେ ଚରିତ। ଶ୍ରୀ ଶୋକବାଚ ଶୁଣ ଅଭିମନ୍ୟୁ ନନ୍ଦନ ଯେମନ୍ତେ ଜନ୍ମିଲେ ବାମନ
ଅଦିତି ପୟ ବ୍ରତ ଫଳେ ବିଷ୍ଣୁ ଜନ୍ମିଲେ ତାର କୋଳେ। ତାଙ୍କ ଚରିତ ଶୁଣ ଏବେ ଯେ ରୂପେ ବଳି କି ଛଳିବେ। ବ୍ରହ୍ମାର ସ୍ତୁତି ଶୁଣି ତ ସେ ହରି ପରମହର ସେ। ଅମୃତ ଅଜ ଯା ଶରୀର ଏବେ ବାମନ ଅବତାର। ଗଗନ ଅର୍ଦ୍ଧେ ଦିନ କର ବାମନ ଉଦରୁ ବାହାର। ଅଦିତି ତହୁଁ ଭୂମି ଗତେ ବାମନ ଦେଖିଲେ ଅଗ୍ରତେ। ନୀଳ ନିରଦ ତନୁ ବନ ପ୍ରକାଶ କମଳ ଲୋଚନ। ଆଜାନୁ ଲମ୍ବ ଭୁଜ ଚାରି ଶଙ୍ଖାବ୍ଜ ଗଦା ଚକ୍ର ଧରି। ପୀତ ବସନ କୋଟି ଭାଗେ ତଡ଼ିତ ଜେହ୍ନେ ନୀଳ ମେଘେ। ରତ୍ନ କୁଣ୍ଡଳ କର୍ଣ୍ଣ ଯୁଗେ ଶ୍ରୀବତ୍ସ ଚିହ୍ନ ହୃଦ ଭାଗେ। ଉରେ ଲମ୍ବଇ ବନମାଳ ସୁନ୍ଦର କାକ ପୋଳ। ମଣି ମୁକୁଟ ଶିରେ ସାଜେ ରତ୍ନ ମେଖଳା କୋଟି ମାଝେ। ନୂପୁର କଙ୍କଣ ବିରାଜେ ତେଜେ ଅନଙ୍ଗ ରୂପ ଗଞ୍ଜେ। କଣ୍ଠେ ଶ୍ରୀ କୌସ୍ତୁଭମଣି ଅମୂଲ୍ୟ ରତ୍ନ ସୁଖଞ୍ଜଣି। ପ୍ରସନ୍ନ ଦଶ ଦିଗ ଦିଶେ ସଲିଳେ କମଳ ପ୍ରକାଶେ। ଜଳଧି ଉଛୁଳେ କଲ୍ଲୋଳେ କାନନେ ନାନା ପୁଷ୍ପ ଫଳେ। ଋତୁ ବହଇ ଗୁଣ ମତେ ପ୍ରସରେ ଶରଦ ବସନ୍ତେ। ସୁଗନ୍ଧ ପବନ ଆମୋଦ ଗଗନେ ମଙ୍ଗଳ ଶବଦ। ଭୂମିରେ ବିପ୍ରେ ବେଦନାଦେ ଅନଳ ପୂଜନ୍ତି ସମିଧେ। ଗୋବିପ୍ର ଦେବ ଭୂପର୍ବତ ଆକାଶ ହେଲେ ପ୍ରଫୁଲ୍ଲିତ। ଭାଦ୍ରବ ମାସ ଶୁକ୍ଳ ପକ୍ଷେ ଦ୍ୱାଦଶୀ ଶ୍ରବଣା ଯେ ରଖେ। ମୁହୂର୍ତ୍ତ ନାମ ଅଭିଜିତ ଗ୍ରହ ନକ୍ଷତ୍ର ସୁପ୍ରଶସ୍ତ। ସର୍ବ ନକ୍ଷତ୍ର ତାରା ଗଣେ ପ୍ରଶସ୍ତ ମଙ୍ଗଳ ଦକ୍ଷିଣେ। ବିଜୟା ଯୋଗର ମଧ୍ୟାହ୍ନେ ଶଙ୍ଖ ଦୁନ୍ଦୁଭି ବାଦ୍ୟ ଶୋନେ। ମୃଦଙ୍ଗ ପଟ ସମାନେ ଶୋଭନ୍ତି ଭେରି ନାଦ ଶୋନେ। ବାଜନ୍ତି ଗୋମୁଖ ଆନକ ପଣବତୁରୀ ଯେ ଅନେକ। ଗୀତ ବିନୋଦ ନୃତ୍ୟ ଗୋଳ ଦିଗ ଉଛୁଳନ୍ତି ତୁମୁଳ। ନାଚନ୍ତି ଅପସରା ବୃନ୍ଦ ଗନ୍ଧର୍ବେ ତାଳ ଯନ୍ତ୍ର ବାଦ୍ୟ। ଦେବତା ପିତୃ ମୁନି ଗଣେ ଅଗ୍ନି ସହିତେ ଜଣେ ଜଣେ। ସ୍ତୁବନ୍ତି ସିଦ୍ଧ ବିଦ୍ୟାଧରେ ତୋଲେ କିଂ ପୁରୁଷ କିନ୍ନରେ। ଚାରଣ ଯକ୍ଷ ରକ୍ଷ ଆଦି ସୁପର୍ଣ୍ଣ ଭୁଜଙ୍ଗ ପ୍ରସିଦ୍ଧି। ସ୍ତୁତି ବଚନେ ଗୀତ ସ୍ୱରେ ପୁଷ୍ପ ବର୍ଷନ୍ତି ନିରନ୍ତରେ। ଅଦିତି ଗୃହେ ପୁଷ୍ପ ବୃଷ୍ଟି ଯେଣେ ଖଣ୍ଡିବ ଜନ୍ମରିଷ୍ଟି। ଅଦିତି ନିଜ ପୁତ୍ର ଦେଖି ନିର୍ମଳ କଲା ଚର୍ମ ଆଖି। ଶ୍ରୀହରି ନିଜ ଜଗତେ ଯେ ଜନ୍ମିଲେ କଶ୍ୟପର ବୀର୍ଯ୍ୟେ। କଶ୍ୟପ ଜୟ ଜୟ ବାଣୀ
ମଙ୍ଗଳ ବେଦ ବାକ୍ୟ ଭଣି ତକ୍ଷଣେ ପ୍ରଭୁ ଭଗବାନ ରୂପ ପ୍ରକାଶିଲେ ବାମନ। ଦେଖିଲେ ସର୍ବ ଦିଗ ପାଳେ ଦେବୀ ଦେବତା ଅନ୍ତରାଳେ। ବଟୁ ବାମନ ରୂପ ଦେଖି ମୁନିଏ ଆଶ୍ରମ ଉପେକ୍ଷି। କଶ୍ୟପ ଆଶ୍ରମେ ମିଳିଲେ ଜୟ ମଙ୍ଗଳ ସ୍ତୁତି କଲେ। ବିଧାତା ଆଦି ମୁନି ତୋଲେ ପୁତ୍ରର ଜାତ କର୍ମ କଲେ। ବାମନ ଉପନୟ ଦେଖି ସବିତା ଗଗନ ଉପେକ୍ଷି। ସାବିତ୍ରୀ ମନ୍ତ୍ର କର୍ଣ୍ଣେ କହେ ଯେଣେ ସବିତା ତେଜ ବହେ। ଗୁରୁ ପଇତା ଦେଲେ କନ୍ଧେ କଶ୍ୟପ ମେଖଳାନନ୍ଦେ। ଅବନୀ କୃଷ୍ଣା ଯେନ ଦେଲା ଶଶାଙ୍କ ଦଣ୍ଡ ସମର୍ପିଲା। ଅଦିତି ଦେଲା କୌପୀନ ଆକାଶ କଲା ଛତ୍ରଦାନ। ମୁନିଏ करे ଦେଲେ ଦର୍ଭ କମଣ୍ଡଳୁ ଯେ ବେଦ ଗର୍ଭ। ଶାରଦା ଦେଲେ ଅକ୍ଷମାଳା ଯେମନ୍ତେ ବୁଦ୍ଧି ଅନର୍ଗଳା। ଯକ୍ଷ ରାଜା ଯେ ଶୁଦ୍ଧ ଚିତ୍ତେ ଭିକ୍ଷା ପାତ୍ରେ କ ଦେଲା ହସ୍ତେ। ଅମ୍ବିକା ଭିକ୍ଷା ଦେଲେ ଆଣି ସଙ୍ଗତେ ଘେନି କମଳିନୀ। ମୁନିଏ ବ୍ରହ୍ମ ତେଜ ଦେଲେ ସ୍ତୁତି ବଚନେ ତୋଷ କଲେ। ଯେ ଯାହା ତେଜ ଯୁତ ହୋଇ ଭାବେ ବିନୟ ସ୍ତୁତି କହି। କଶ୍ୟପ ହୋମ କରାଇଲେ ବିଧାତା ପୁରୁଷର ବୋଲେ। ଏମନ୍ତେ ବିପ୍ର ରୂପ ଧରି ପୁନଃ ଆହୁତି ହୋମ କରି। ତେଣେ ଶୁକ୍ର ଯେ ଯଜ୍ଞ ବିଧି ବଳିର ସତେ ଅଶ୍ୱମେଧି। କରାଏ ନିଜ ମନ୍ତ୍ର ବଳେ ଅମରେ ସ୍ଥାପିବ ନିଶ୍ଚଳେ। ସେ କଥା ଜାଣିଣ ବାମନ ତକ୍ଷଣେ କଲେ କଗମନ। ବଳି ଭୁବନେ ବିଷ୍ଣୁ ଜାନ୍ତେ ଭୂମିକମ୍ପଇ ପାଦଘାତେ। ଭୃଗୁ କଳ୍ପେ ଯେ ବିପ୍ରବରେ ନର୍ମଦା ନଦୀର ଉତ୍ତରେ। ବଳିକି ଯଜମାନେ ବରି ମିଳି ଭୃଗୁଙ୍କୁ ଆଗ କରି। ଯଜ୍ଞ କରନ୍ତି ମନ୍ତ୍ର ବଳେ ଯେମନ୍ତେ ଅମର ମଣ୍ଡଳେ। ବଳି ବସିବ ଦୃଢ଼ ଚିତ୍ତେ ନିର୍ଭୟ କଳ୍ପ ପରିଜନ୍ତେ। ଏମନ୍ତେ ବଳି ଯଜ୍ଞ ବାଟେ ବାମନ ମିଳିଲେ କପଟେ। ରବି କିରଣେ ତାରାପନ୍ତି ଯେ ସନେ ହନ୍ତି ହତ ଜ୍ୟୋତି। ଭାର୍ଗବ ଆଦି ପୁରୋହିତେ ସଦସ୍ୟ ଯଜମାନ ଯେତେ। ବାମନ ତେଜେ ଅସ୍ତ ଗଲେ ତମ ଯେ ସନେ ପ୍ରାତ କାଳେ। ରବି ଶଶାଙ୍କ କିବା ବହ୍ନି ମିଳିଲେ ନିଜ ତେଜ ଘେନି। କିବା ସନତ ବ୍ରହ୍ମାସୁତ ଯଜ୍ଞ ପ୍ରେକ୍ଷଣେ ଉପଗତ। ଏମନ୍ତେ ଜାଣି ନ ପାରିଲେ ବାମନ ତେଜେ ଅସ୍ତ ଗଲେ। ମୁହୂର୍ତ୍ତେ ରହି ଖେଦ ମନେ ଚାହାନ୍ତି ମୋହିତ ନୟନେ। କରି ନ ପାରି ଅନୁମାନ ସର୍ବେ ହୋଇଲେ ହତ ଜ୍ଞାନ।
ଉଦକ କମଣ୍ଡଳୁ ଘେନି କରିଣ ସାମ ବେଦ ଧ୍ୱନି। ବିଷ୍ଣୁ ମିଳିଲେ ଯଜ୍ଞ ବାଟେ ବଳି ନୃପତିର ନିକଟେ। କଟିରେ ମୁଞ୍ଜାର ମେଖଳା ଯଜ୍ଞ ପବିତ ଅକ୍ଷମାଳା। କନ୍ଧରେ କୃଷ୍ଣାଜି ନ ସୋହେ ଉତ୍ତରି ପ୍ରାୟ ନିଜ ଦେହେ। ଅଦ୍ଭୁତ ବାଳ ସୁକୁମାର ଶିରେ ବିରାଜେ ଜଟାଭାର। ମାୟା ବାମନ ରୂପ ଦେଖି ତକ୍ଷଣେ ଆସନ ଉପେକ୍ଷି। ଭୃଗୁ ସହିତେ ଶିଷ୍ୟ ଯେତେ ଅଗ୍ନି ଉଠିଲେ ତରିତେ। ଅଞ୍ଜଳି ହସ୍ତ କରି ବେଗେ ମିଳିଲେ ବାମନର ଆଗେ। ବଳି ବାମନ ରୂପ ଚାହିଁ ଆସନ ଦେଲା ବେଗେ ନେଇ। ଚରଣେ ନମସ୍କାର କରି କୁଶଳ ବାର ତାପଚାରି। ପବିତ୍ର ଜଳେ ଧୋଇ ପାଦ ଆନନ୍ଦେ କଣ୍ଠ ଗଦ ଗଦ। ପାଦ ଉଦକ ଘେନି ଶିରେ ଲୋମହରସ କଳେବରେ। ଯାହାର ଚରଣ ସଲିଳ ଖଣ୍ଡଇ ସର୍ବ ଅମଙ୍ଗଳ। ଗିରିଜାଧବ ଜଟା ଭାରେ ପାଦ ଉଦକ ବହେ ଶିରେ। ବଳି ଯେବେନି କର ଯୋଡ଼ି କହେ ବାମନ ପାଦେ ପଡ଼ି। ବଳିବାଚ ଭୋ ବିପ୍ର ନମୋ ତୋ ଚରଣେ ଅଶେଷ କୁଶଳ କାରଣେ। ବ୍ରହ୍ମ ଋଷିଙ୍କ ତେଜ ପ୍ରାଏ ମୁହିଁ ଦେଖଇ ତୋର ଦେହେ। ତୁ ବ୍ରହ୍ମ ସ୍ୱରୂପ ସାକ୍ଷାତେ ତୋ ରୂପ ନାହିଁ ଏ ଜଗତେ। କି ଅର୍ଥେ ତୋହର ଆଗମ କହ ତୋହର କିସ ନାମ। ମୋ ପିତୃଗଣେ ଆଜ ତୋଷ ପବିତ୍ର ମୋର ଗୃହବାସ। ଆଜ ମୋ ସୁଫଳ ଜୀବନ ଯେଣୁ ତୋହର ଆଗମନ। ପବିତ୍ର ହୋଇଲା ମୋ କୂଳ ଲଭିଲେ ସତ କ୍ରତୁ ଫଳ। ଆଜ ନଳେ ଘୃତ ରାଶି ଶୁଦ୍ଧେ ଜଳିବ ମତେ ତୋଷି। ଏ ଭୂମି ପବିତ୍ର ମୋହର ନିର୍ମଳ ଯେହ୍ନେ ସ୍ୱର୍ଗପୁର। ଭୋବି ପ୍ରଦାନ ମାଗ ମୋତେ ଯେ ଅବା ଇଚ୍ଛା କର ଚିତେ। ଗୁରୁ କାଞ୍ଚନ ଦିବ୍ୟପୁର କିବା ପ୍ରାସାଦ ମନୋହର। ଗ୍ରାମ ପାଟଣା କନ୍ୟାଧନ ଅମୂଲ୍ୟ ବସ୍ତୁ ରତ୍ନମାନ। ଅନ୍ନ ବସନ ଆଦି ଯେତେ ଭୋ ବିପ୍ର ମାଗ ପ୍ରମିତେ। ଗଜ ତୁରଙ୍ଗ ସୁଖାସନ ରଥ ପଲ୍ୟଙ୍କ ଯହିଁ ମନ। କିୟ ବା ଅଛି ତୋର ଚିତେ ଭୋ ବିପ୍ର ମାଗ ଇଚ୍ଛା ଯେତେ। ଦେବି ମୁଁ ସତ୍ୟ ମୋ ବଚନ ଦାରା ତନୟ ବା ଜୀବନ। ଏମନ୍ତେ ବଳି ବ୍ୟଗ୍ର ଚିତେ କହିଲା ବାମନ ଅଗ୍ରତେ। ଏମନ୍ତ ବଳି ବାକ୍ୟ ଶୁଣି ବିଷ୍ଣୁ ସ୍ୱଭାବେ କୋଶ ପାଣି। ମଙ୍ଗଳ ସ୍ୱରେ ବେଦ ଧ୍ୱନି କରନ୍ତି ବଳି ମନ ଘେନି। ତିନି ଭୁବନ କମ୍ପେ ନାଦେ ସୁଜନେ ଚିନ୍ତ ବିଷ୍ଣୁ ପାଦେ। କହଇ ବିପ୍ର ଜଗନ୍ନାଥ
भाषा प्रबन्धे भागवत इति श्रीमद्भागवते महापुराणे परमहंस्यां संहितायाम् अष्टमस्कन्धे वामन प्रादुर्भावे बलि वामन संवादे अष्टादश अध्याय। ऊनविंश अध्याय। ऊनविंशतिरे वामन त्रिपाद भूमि मागु दान बलि बोइला देवी दान शुक्र जे कलाक बारण। श्री शुकवाच एमन्ते बलि वाक्य शुणी सन्तोषे प्रभु पद्म पाणी। बलि वाक्य को स्तुति करी बटो वामन रूप धरी बोलन्ति मधुर वचन जे वाक्ये मोहे प्राणी मन। श्री भगवान वाच हे बलि राजा तु हि धन्य कुल उचित तो वचन धर्म संयुत जशस्कर अर्थी चकर सुधाकर। जाहार वंशे पुरोहित भृगुजे पद्म जोनि सुत प्रह्लाद जार पितामह विष्णु भजने महाशय। एकुळे नाही बलहीन निसत कृपण जीवन ब्राह्मणे दान तुम्भ कुळे प्रसिद्ध भुवन मंडले। जाहार वंशे रणतीर्थ संग्रामे नुहन्ति निसत अतिथि आगमने सुखी दुखी जनक दुखे दुखी। निर्मल जस जार कुळे विख्यात भुवन मंडले प्रह्लाद जात जेउ कुळे जेह्ने शशांक तारा मेळे। जे वंशे हिरण्याक्ष वीर देवे दानवे अगोचर हिरण्याक्ष जे गदा पाणी उदंडे भ्रमई धरणी। ताहार संगे गदा युद्धे केहि न मिळे रण मध्ये बराह रूपे पूर्वे हरि दंताग्रे धरणी उद्धरी। पाताळु आगमन काळे से वीर थिला महाजळे अनेक माया युद्ध कला विष्णुर गदा घाते मला। तार महिमा चक्रपाणी आनंदे रुद्र आगे भणी। से हरि हिरण्याक्ष मारी दंताग्रे धरणी उद्धरी। आत्मा को बार जयी मणि सकल सभा मध्ये भणी। ताहार बध शुणी रणे हिरण्यकशिपु तक्षणे भ्रातृमरणे क्रोध करी प्रचंड शूल करे धरी। अति कोपित खेद मने मिलिला विष्णुर भुवने। गोविंद तार आगमन देखिण तेजिले आसन कृतांत प्राय शूल तोली धामई कोपे महाबली। से विष्णु माया जोग बळे अद्भुत देखि पळाइले। लीलाए जानते बनमाळी देखि विचारे महाबली। ए मोर मारी अछि भाई निश्चय शत्रु मोर एही। एहाकु प्राणे नाश कले तेबे जीवने थिबि भले। एमन्ते चिंती शूल धरी पछे धाइला रोष भरी। विष्णु पळान्ति ताकु देखी
ସମ୍ଭ୍ରମେ ଭୁବନ ଉପେକ୍ଷୀ ଯେଣେ ପଳାନ୍ତି ନର ହରି ଧାଏଁ ଅସୁର ଶୂଳ ଧରି ସେ ବିଷ୍ଣୁ କରନ୍ତି ବିଚାର ଏହାର ଅକ୍ଷୟ ଶରୀର ଏହାକୁ ମାୟା ମୁନ କଲେ କେମନ୍ତେ ପୁରେ ଥିବି ଭଲେ ଏହାର ହୃଦୟ ମୁଁ ପଶି ମାୟାରେ ମନକୁ ଆକର୍ଷି ଯେମନ୍ତେ ମୋତେ ନ ପାଇ ବିମୁଖେ ନିଜ ପୁରେ ଯାଇ ମୋର ବିଷୟ କରି କ୍ରୋଧ ଅନ୍ତେ ହୋଇବେ ପ୍ରାଣେ ବଦ୍ଧ ଏମନ୍ତେ ବିଷ୍ଣୁ ବିଚାରିଲେ ମାୟାରେ ଅନ୍ତର ହୋଇଲେ ତାର ଶରୀର ପ୍ରାଣ ରନ୍ଧ୍ରେ ବିଷ୍ଣୁ ପଶିଲେ ଯୋଗ ବନ୍ଧେ ବିଷ୍ଣୁ ନ ଦେଖି ମହାକ୍ରୋଧେ ଗର୍ଜିଲା ଭୟଙ୍କର ନାଦେ ଆକାଶ ଦିଗ ଯେ ବିବର ପୃଥିବୀ ସ୍ୱର୍ଗ ଯେ ସାଗର ସର୍ବତ୍ର ଅନ୍ୱେଷଣ କଲା କୁତ୍ରାପି ହରି ନ ପାଇଲା ସେ ବୀର ବିଚାରଇ ମନେ ଏତ ଭାଜିଲା ଭୟ ଛନେ ନିଶ୍ଚୟ ବୈକୁଣ୍ଠକୁ ଗଲା ଏମନ୍ତ ବୋଲି ବାହୁଡ଼ିଲା ପଥେ ଚଳନ୍ତେ ମନେ ଭାବି ବୋଲଇ ଅବଶ୍ୟ ମାରିବି ସେ ମୋର ଭ୍ରାତୃ ହତ୍ୟାକାରୀ ଏମନ୍ତେ ମନେ କ୍ରୋଧ ଭରି ଜୀବନ ଥିବା ପର୍ଯ୍ୟନ୍ତେ ବିଷ୍ଣୁ ନ ଭଜେ କୋପ ଚିତ୍ତେ ହରିର ତୋଲେ ବାଦ କଲା ଅନ୍ତେ ସେ ବୈକୁଣ୍ଠକୁ ଗଲା ତାର ତନୟ ପ୍ରହ୍ଲାଦ ତୋ ପିତା ତାହାର ଦାୟାଦ ଦେବଙ୍କ କପଟ ଜାଣିଲା ବ୍ରାହ୍ମଣ ବୋଲି ଆୟୁ ଦେଲା ତାହାର ବଂଶେ ତୋହି ଜାତ ସ୍ୱଭାବେ ଅଟୁ ଭାଗ୍ୟବନ୍ତ ବ୍ରହ୍ମାଣ୍ଡେ ମହିମା ତୋହର ଏକୁଳେ ଅତି ଯଶସ୍କର ତିନି ଭୁବନେ ତୁଜେ ରାଜା ସର୍ବେ କରନ୍ତି ପାଦ ପୂଜା ଏଣୁ ତୋହର ହସ୍ତେ ତୁହି ନିବାସ ଅର୍ଥେ କିଛି ଭୂଇଁ ମୋହର ପାଦେ ପାଦ ତିନି ମାପିଣ ଦିଅ ତୁମେ ଦିନି ଦାରା ତନୟ ମୋର ନାହିଁ କେବଳ ବସ୍ତୁ ମୁଁ ଇଚ୍ଛଇ ଏ ଭୂମି ଦାନ ଦିଅ ମୋତେ ଯେମନ୍ତେ ରହିବି ନିଶ୍ଚିନ୍ତେ ତୁ ଅଟୁ ଜଗତ ଈଶ୍ୱର ଅନେକି ପ୍ରୟୋଜନ ମୋର ଏମନ୍ତେ ବିଷ୍ଣୁ ମୁଖ ଶୁଣି ବୋଲେ ଦନୁଜ ବୀରମଣି ବଳିବାଚ ଭୋ ବିପ୍ର ଶୁଣ ମୋ ଉତ୍ତର ତୁ ଅତି ବାଳକ ଶରୀର ବୃଦ୍ଧର ପ୍ରାୟ କଥା କହୁ ବିଚାରେ ବାଳକ ତୁ ନହୁଁ ସ୍ୱଭାବେ ବାଳ ବୁଦ୍ଧି ଘେନି ନ ଜାଣୁ ଆତ୍ମା ଲାଭ ହାନି ଅଜ୍ଞାନ ପ୍ରାୟ ବହୁମତି ଏତର ବିପରୀତ ଗତି ମୋହି ତ୍ରିଲୋକେ ଏକ ରାଜା ସର୍ବେ କରନ୍ତି ପାଦ ପୂଜା ତ୍ରିପାଦ ଭୂମି ମାଗୁ ମୋତେ ଏ ଦାନ ଦେବି ମୁକେ ମନ୍ତେ ଲୋକେ କରିବେ ଉପହାସ ଏ କଥା ନୁହଁ ବିଶ୍ୱାସ ଯେ ବିପ୍ର ମୋର ଦାନ ନେବ ସେ କିମ୍ପାନକୁ ମାଗିବ ଏଣୁ ବହୁତ ବୃତ୍ତିକାରୀ ଭୋ ବିପ୍ର ମାଗବ ସୁନ୍ଦରୀ
ଏମନ୍ତ ବଳି ମୁଖ ଶୁଣି ବଟୁବା ମନ କହେ ପୁଣି। ଶ୍ରୀ ଭଗବାନ ଉବାଚ ଶୁଣ ହୋ ବଳି ନୃପନାଥ ଏ ଜ୍ଞାନୀ ଜନଙ୍କର ମତ। ସମୁଦ୍ର ଆବରଣେ ମହି ଏତେ ସମ୍ପଦ ଯେବେ ପାଇ। ତେବେ ହେ ଆଶା ନ ପୁରଇ ଶୁଣ ନୃପତି ମନ ଦେଇ। ଶପଥ ଦ୍ୱୀପେ ଅଧିପତି ଥିଲେ ଯେ ଅନେକ ନୃପତି। ବେଣତ ନୟ ଗୟ ଆଦି ଅସଂଖ୍ୟ ତୁଳ ସମୃଦ୍ଧି। ସେ ଅର୍ଥେ କାମ ଯେତେ କଲେ ତୃଷ୍ଣାର ଅନ୍ତ ନ ପାଇଲେ। ପୂର୍ବର କର୍ମ ଫଳ ଲଇ ଯେ ଦିନେ ଯେ ଅବା ମିଳଇ। ତେଣେ ସନ୍ତୋଷ ଚିତ୍ତ ଜାରି ସେ ପ୍ରାଣୀ ତ୍ରିଜଗତେ ସାର। ସନ୍ତୋଷେ ତେଜ ବଢ଼େ ଭଲେ ଘୃତେ ଅନଳ ଯେହ୍ନେ ଜଳେ। ଯେ ଅର୍ଥେ କାମେ ଅସନ୍ତୋଷ ହେଳେ ତା ତେଜ ହୋଏ ନାଶ। ଉଭୟ ଲୋକେ ସୁଖ ନାହିଁ ସେ ପ୍ରାଣୀ ଥିବ ଅବା କାହିଁ। ଅର୍ଜନେ ଅସନ୍ତୋଷ ହେଲେ ଅତୁଷ୍ଟେ ପଡ଼ଇ ପାତାଳେ। ଅତୁଷ୍ଟି ଜଳ ବିନ୍ଦୁ ହୋଇ ବିପ୍ରର ତେଜ ସେ ଲିଭାଇ। ଏଣୁ ସମ୍ପଦେ କାର୍ଯ୍ୟ ନାହିଁ ତ୍ରିପାଦ ଭୂମି ଦିଅ ତୁହି। ଏକଇ ମାତ୍ର ମୋ ଜୀବନ ଅଧିକେ କିବା ପ୍ରୟୋଜନ। ଶ୍ରୀ ଶୁକ ଉବାଚ ଏମନ୍ତ ବିପ୍ର ଯହୁଁ ଭାସି ସେ ବାକ୍ୟ ଶୁଣି ବଳି ହସି। ବୋଲଇ ଧରି କୋଶ ପାଣି ତୋ ପାଦ ପ୍ରମାଣେ ଧରଣୀ। ଦେବଇ ସତ୍ୟ ମୋ ବଚନ ଭୋ ବିପ୍ର ତୋଷ ଚିତ୍ତେ ଘେନ। ଶୁକ୍ର ଯେ ବଳି ପାଶେ ଥିଲା ଦାନର ନିର୍ଣ୍ଣୟ ଜାଣିଲା। ଏ ବିଷ୍ଣୁ ବୋଲି ଜାଣିପାରି ବଳି କି କହେ ଆଗ ସରି। ଶୁକ୍ର ଉବାଚ ଶୁଣ ହେ ବିରୋଚନ ସୁତ ତୋର ଦେଖିଲି ବିପରୀତ। ପାତ୍ର ପାତ୍ର ତୁ ନ ଜାଣୁ ବିପ୍ରଙ୍କୁ ଦାନେ ପରିମାଣ। ଦେଖ ଏ ପ୍ରଭୁ ଭଗବାନ ଶରୀରେ ଦିଶଇ ବାମନ। ବିବୁଦ୍ଧ କୁଳ ରକ୍ଷା କାର୍ଯ୍ୟେ ଜନ୍ମିଲେ କଶ୍ୟପର ବୀର୍ଯ୍ୟେ। ଅଦିତି ଗର୍ଭେ ଜାତ ହୋଇ ଓଇଲେ ତୋର ଜ୍ଞାନ ମୋହି। ଅର୍ଥ ଅନର୍ଥ ତୁ ନ ଜାଣି ହସ୍ତେ ଧଇଲୁ କୁଶ ପାଣି। ଦିତିର ଗର୍ଭେ ଜାତ ହୋଇ ଏମନ୍ତ ଦେଖିଲା ତ ନାହିଁ। ଏ ବିଷ୍ଣୁ ତୋର ଯଶ ଶିରି ମାୟା ବାଳକ ରୂପ ଧରି। ଇନ୍ଦ୍ରକୁ ଦେବ ବୁଦ୍ଧି ବଳେ ତୁ ମୂଢ଼ ପଶିବୁ ପାତାଳେ। ତିନି ଚରଣେ ତିନି ପୁର ସମ୍ପଦ ହରିବ ତୋହର। ସର୍ବସ୍ୱ ବିଷ୍ଣୁ ହସ୍ତେ ଦେଇ ତୁ ମୂଢ଼ ବିଶ୍ରାମିବୁ କାହିଁ। ପାଦକେ ଅବନି ହରିବ ଶରୀର ଆକାଶେ ପୂରିବ। ଦ୍ୱିତୀୟ ପାଦେ ଦଶ ଦିଶ ବିକ୍ରମୀ ଘେନିବ ଆକାଶ। ତୃତୀୟ ପାଦ କାହୁଁ ଦେବୁ ନିଶ୍ଚୟ ନରକେ ପଡ଼ିବୁ। ସଂକଳ୍ପ କରି ଦାନ ଅର୍ଥେ ପଛେ ନ ଦିଅନ୍ତି ଯେ ଜଗତେ। ସେ କାହିଁ ଥିବେ ଏ ସଂସାରେ
ପଡ଼ନ୍ତି ଅନ୍ଧତମ ଘୋରେ। ଯେ ଦାନେ ବୃତ୍ତି ଯାଏ ନାଶ, କୁଳ ସମ୍ପଦ କର୍ମ ଯଶ। ସେ ଦାନ କେବେ ହେନ କରି, ଯଶ ସମ୍ପଦ ଧର୍ମ ହରି। ଧର୍ମ ଅର୍ଥ ଯେ ଯଶ କାମ, ଆବର କୁଟୁମ୍ବ ପୋଷଣ। ଏଥକୁ ରଖି ଦାନ କଲେ, ଆନନ୍ଦ ଲଭେ ପ୍ରାଣୀ ଭଲେ। ପୂର୍ବେ ଯେ ସିଦ୍ଧ ମୁନି ଯେତେ, ସେ କହିଛନ୍ତି ଧର୍ମଶାସ୍ତ୍ରେ। ତାହା କହିବା ତ ଗ୍ରତେ, ରାଜନ ଶୁଣ ଏକ ଚିତ୍ତେ। ମନ ବଚନେ ସତ୍ୟ କରି, ହଁ ବୋଲି ବାକ୍ୟ ଯେ ଉଚାରି। ତାହାକୁ ସତ୍ୟ ବୋଲି କହି, ଯେ କହି ତାହା ନ କରଇ। ମିଥ୍ୟା ବୋଲିଟି ତାର ନାମ, ଜାଣ ହେ ଅସୁର ଉତ୍ତମ। ଏ ଦେହ ବୃକ୍ଷ ମିଥ୍ୟା ମୂଳ, ସତ୍ୟ ଯେ ତାର ଫୁଲ ଫଳ। ବୃକ୍ଷର ନାଶେ ନାଶ ଯାନ୍ତି, ବୃକ୍ଷର ମୂଳ ଥିଲେ ଥାନ୍ତି। ସକଳ ମିଥ୍ୟା ନାଶ ଯାନ୍ତେ, ଅଙ୍କୁର ନୁହଁ ବିହିତେ। ଅକାର ଉକାର ମକାରେ, ଶବଦ ଉଚ୍ଚାରି ହଁ କରେ। ଯେ ତାହା ଅଜ୍ଞାନେ କହନ୍ତି, ନିଜ ଶରୀର ନ ଧରନ୍ତି। ପରିହାସରେ ନାରୀ ସଙ୍ଗେ, ବିବାହେ କନ୍ୟା ବର ଯୋଗେ। ବୃତାର୍ଥେ ପ୍ରାଣର ସଙ୍କଟେ, ଗୋରୁ ବ୍ରାହ୍ମଣଙ୍କର କଷ୍ଟେ। ମିଥ୍ୟା କହିଲେ ଯେବେ ଡରେ, ଏ କଥା କେ ଅବା ନ କରେ। ଗୋରୁ ଏ ମନ୍ତ ବାକ୍ୟ କହି, ବଳି ତା ବାକ୍ୟ ମନ ଦେଇ। ସଂଶୟ ରହିଲା ତା ଚିତ୍ତେ, ଗୁରୁ ବଚନେ ଧର୍ମ ମତେ। ବୋଲଇ ବିପ୍ର ଜଗନ୍ନାଥ, ଭାଷା ପ୍ରବନ୍ଧେ ଭାଗବତ। ବଳି ବାମନ ବାକ୍ୟ ବନ୍ଧେ, ଯେମନ୍ତେ ଅଷ୍ଟମ ସ୍କନ୍ଧେ। ସୁଜନେ ଶୁଣ ଏକ ଚିତ୍ତେ, ହରିଚରିତ ଭାଗବତେ। ଶ୍ରୀହରି ଚରିତ ଏ ଭାବ, ଭାବିଲେ ସଂସାର ତରିବ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଅଷ୍ଟମ ସ୍କନ୍ଧେ ବଳି ବାମନ ସମ୍ବାଦେ ଊନବିଂଶ ଅଧ୍ୟାୟ। ବିଂଶ ଅଧ୍ୟାୟ। ବିଂଶରେ ବଳି ସତ୍ୟ ପାଳି, ଗୁରୁ ବଚନେ ହେଳା କରି। ଦାନ ଦିଅନ୍ତେ ସେ ବାମନ, ଅଦ୍ଭୁତେ ବଢ଼ିଲେ ତକ୍ଷଣ। ଶ୍ରୀ ଶୁକ ଉବାଚ। ବଳି ଯେ ଅସୁରଙ୍କ ପତି, ସ୍ୱଭାବେ ଧର୍ମେ ତାର ମତି। କୁଳ ଆଚାର୍ଯ୍ୟ ବାକ୍ୟ ଶୁଣି, ଧର୍ମ ଅଧର୍ମ ମନେ ଗୁଣି। କ୍ଷଣ ମାତ୍ରକେ ତୁନି ହୋଇ, ବୋଲଇ ଗୁରୁ ମୁଖ ଚାହିଁ। ବଳି ଉବାଚ। ଭୋ ଗୁରୁ ସତ୍ୟ ତୁମ୍ଭ କଥା, ଗୃହସ୍ଥ ଜନର ବ୍ୟବସ୍ଥା। ଏ ଧର୍ମେ ଅର୍ଥ କାମ ଯଶ, ବୃତ୍ତି ସହିତେ ଜୀବନାଶ। ଏବେ ମୁଁ ଧନେ ହୋଇ ଲୋଭି, ବିପ୍ରଙ୍କୁ କେମନ୍ତେ ଲଙ୍ଘିବି। ସର୍ବଦେବତା ବିଷ୍ଣୁ ଦେହେ, ବ୍ରାହ୍ମଣ ଦେହେ ବିଷ୍ଣୁ ରହେ। ଏକ ବିପ୍ରଙ୍କୁ ବଞ୍ଚାଇଲେ, ବ୍ରହ୍ମାଣ୍ଡ ନାଶ ଯାଇ ଭଲେ। ମୁଁ ପ୍ରହ୍ଲାଦ ବଂଶେ ଜାତ, ଏ କଥା ଜଗତେ ବିଖ୍ୟାତ।
କେମନ୍ତେ ସତ୍ୟ ବାକ୍ୟ କହି କପଟ କରି ମାୟା ବହି ଲଙ୍ଘିବି ପାପ କର୍ମ ବଳେ ଅଜସ ଲଭି ବିଷୟଳେ ସତ୍ୟ ଉପରେ ଧର୍ମ ନାହିଁ ଏକଥା ଭୂମି ଅଛି କହି ସର୍ବପ୍ରାଧ ସହିପାରେ ମିଥ୍ୟାର ଭାରେ ମୁହିଁ ଡରେ ନ ଡରେ ଦୁଃଖ ପାରାବାରେ ନରକେ କିବା ମରଣରେ ସ୍ୱସ୍ଥାନ ଭ୍ରଷ୍ଟେ ନାହିଁ ତାପ ବିପ୍ରଲଙ୍ଘନେ ଯେତେ ପାପ ଏ ଭୂମି ଛାଡ଼ି ଅନ୍ତକାଳେ ମୁହିଁ ଗମିବି ଅନ୍ତରାଳେ ସେ ଭୂମି ବିପ୍ରେ ବାକ୍ୟ ଦେଇ କେମନ୍ତେ ଲଙ୍ଘିବଇ ମୋହି ପ୍ରାଣୀଙ୍କ ହିତେ ସାଧୁଜନ ତ୍ୟଜନ୍ତି ଏ ଧନ ଜୀବନ ଦଧିଛି ଶିବି ଆଦି ଯେହ୍ନେ ପୂର୍ବେ ଯେ ଥିଲେ ବୀରମାନେ ପୃଥିବୀ ଆତ୍ମ ବଶ କଲେ ସଙ୍ଗତେ କିବା ଘେନି ଗଲେ ମୋହର ବଂଶେ ଯେ ଦାନବେ ଏ ଭୂମିପତି ଥିଲେ ପୂର୍ବେ ସେ ସର୍ବେ କାଳେ ଅସ୍ତ ଗଲେ ଯଶ ରହିଲା ମହି ତଳେ ରଣେ ଝାସନ୍ତି ଯେଉଁ ବୀର ସମରେ ତ୍ୟଜନ୍ତି ଶରୀର ତହୁଁ ଅଧିକ ପାତ୍ରେ ଦାନ ଯେ କରେ ସେହି ମହାଜନ ଯେ ସତ ପାତ୍ରେ ଦିଅନ୍ତି ଦାନ ସେ ସର୍ବେ ସାତ୍ୱିକ ଜୀବନ ଏ ସତ୍ୟ ଧର୍ମ ଦୂର କରି ତୁମ୍ଭ ବଚନ ମନେ ଧରି ଏ ମୋର ଶରୀର ନଥିବ ଏଥକୁ ସାକ୍ଷୀ ସଦାଶିବ ବ୍ରହ୍ମାର ବଂଶେ ଜାତ ହୋଇ ଏମନ୍ତ କହ କାହିଁ ପାଇଁ ନିଶ୍ଚୟ ଧରଣୀ ଦେବି ଦାନ ଏଥକୁ ସାକ୍ଷୀ ଭଗବାନ ବେଦ ବିଧାନ ଯେ ଜାଣନ୍ତି ଆତ୍ମାକୁ ସର୍ବଭୂତେ ଚିନ୍ତି ଅନେକ ଯଜ୍ଞ ମତେ ଚିନ୍ତି ଯାର ଚରଣ ନ ଲଭନ୍ତି ସେ ହରି ମୋତେ ଦୟା କରୁ ଅଥବା ଶରୀର ସଂହାରୁ ତହିଁକି ଚିନ୍ତା ମୋର ନାହିଁ ବିପ୍ରେ ଧରଣୀ ଦେବି ମୋହି ଅଧର୍ମ ମାର୍ଗେ ଯେବେ ମୋତେ ବିପ୍ର ମାରିବ କୋପ ଚିତେ ଏ ବ୍ରହ୍ମ ତନୁ ରିପୁ ମୋର ମୁଁ ତ ଏହାର ନିର୍ଭୟର ଛଦ୍ମେ ବ୍ରାହ୍ମଣ ରୂପ ଧରି ବିଷ୍ଣୁ ମୋ ସଙ୍ଗେ ବାଦ କରି ଯେବେ ମାରିବେ ଯୁଦ୍ଧେ ମୋତେ ମତହୁଁ ଧନ୍ୟ କେ ଜଗତେ ଶ୍ରୀ ଶୁକବାଚ ଏମନ୍ତ ଶୁଣି ବଳି ମୁଖେ ସେ ଭୃଗୁ ସୁତ ମନ ଦୁଃଖେ ବଳିର ସତ୍ୟ ବାକ୍ୟ ଦେଖି କ୍ରୋଧେ ଅରୁଣ କଲାଖି କଟାକ୍ଷ ନୟନେ ଅନାଇ ମୁଖେ କି ଅନଳ ଜଳଇ ନିର୍ଘାତେ କମ୍ପିତ ନିଶ୍ୱାସେ ବଳିକି ସାପ ଦେଲା ରୋଷେ ଶୁକ୍ରବାଚ ଭୋ ସତ୍ୟବାଦୀ ନୃପମଣି ମୋହର ମହିମାନ ଜାଣି ଗର୍ବ ବହିଲୁ ଯେବେ ଦୁଷ୍ଟ ସର୍ବସମ୍ପଦ ହୁଅ ଭ୍ରଷ୍ଟ ଏମନ୍ତେ ଗୁରୁ ସାପ ପାଇ ଧରଣୀ ଦାନେ ମନ ଦେଇ ବାମନ ବେନି ପାଦ ଧରି
विधि पूर्वक पूजा करी बलिर पत्नी विंध्यावली कंठे भूषण रत्नमाली उदक पूर्ण घट बेगे घेनी मिलिला स्वामी आगे बलि बामन पाद जुगे जल ढालिला नेई बेगे पाद उदक घेनी सिरे आनंदे पुलक शरीरे जे जल भुवन पाविने कांत कामिनी सिरे घेनी कृतार्थ होई कर जोड़ी किंकर प्राय पादे पड़ी आनंद सागरे बुड़िले शून्य जे देवे देखुथिले गंधर्व गण विद्याधर सिद्ध जे चारण किन्नर करन्ति जय जय वाणी कुसुम कल्प वृक्ष आणी सिंचिण मंदाकिनी बारी पुष्प बरसी स्तुति करी समस्ते दुन्दुभिर नाद बजान्ति बहुविध वाद्य नृत्य करन्ति अपसरी मंगल नादे मोद भरी आगरे उभा तार राणी बलि घेनिला कुश पाणी वेद वचने वाक्य करी कांत कामिनी मोद भरी बामन कले स्वस्तिवाद धरणी देला तिनि पाद आत्मसंतोषे जेते धन दक्षिणा देला जजमान तार दुर्लभ कर्म शुणी देवे करन्ति जयवाणी बामन हस्ते जल घेनी पादके ढांकिले मेदिनी बामन बलि मुख चाही बोलन्ति आउ मही काहीं बलि बोइला देवी स्वर्ग बामन पाद देले वेग द्वितीय पादे स्वर्ग झांपे घोर शब्दे दिग कंपे अद्भुत बामन शरीर पूरिला स्वर्ग अभ्यंतर बलि जे आचार्य सहिते प्रवेश बामन अग्रते देखई बामन शरीर देवदानवे अगोचर त्रिगुण आत्मा शेष भावे किबा उपमा देवा एबे बेने चरण भुआकाशे पर्वत गण जंघ देशे विहंग गण जानु मूले उड़न्ति जन्तु अंतराळे संध्या दिशई वस्त्र प्राये निज स्वभावे विश्वकाये गुह्य देशरे प्रजापति जघने असुरे बसन्ति नाभि प्रदेशे नभोदिशे सपत सिंधु कुक्षि देशे उरे विराजे तारागण जेन्हे अलंकार भूषण धर्म विराजे हृद मध्ये निज शरीर अध ऊर्ध्वे स्तन मंडले रत सत्य मने दिशई निशानाथ कमला हृदय विराजे बेने कमल करे साजे कंठे विराजे सामवेद आवर जेय बासवद बासव आदि दिगपाळे
भुजे वसन्ति अन्तराळे गगन दिशे शिरदेशे मेघे दिशन्ति केशपाशे नासिका मध्ये होई श्वास बहे पवन अणचाश बेने लोचने रवि दिशे बदने अनल प्रकाशे शपथ छंद बाणी देशे जिह्वारे वरुण प्रकाशे विधिने सेध भूरु देशे रात्र दिवस पक्ष्मे दिशे ललाटे क्रोध प्रकाशई अधर ओष्ठे लोभ बहि स्परशे कंदर्पर होई रेते सलील विराजई अधर्म पृष्ठ देशे रहे भ्रमण मार्गे यज्ञ सोहे छाया रे मृत्यु विराजई माया ताहसरे बसई वृक्ष औषधि रोमगण आश्रित नाना पुष्पवन नदी समूह नाड़ी देशे अचल कूल नखे बसे ब्रह्मा विराजे बुद्धि मध्ये ऋषि देवता इंद्रि मध्ये स्थावर जंगम सहिते कीट पतंग दिशे गात्रे निज आयुध अष्टभुजे शंख कमल चक्र साजे गदा सारंग अशिवर तृण अक्षय बाणसर सर्वांगे दिशे तिनि पुर देव मानवे अगोचर सुनंद आदि पारिषदे समीपे खटन्ति आनंदे दिग उभारी दिग पाळे मुनि विबुद्ध अंतराळे किरीट अंगद उज्ज्वल श्रवणे मकर कुंडल श्रीवत्स चिह्न वनमाला कटीरे सुवर्ण मेखला वनमाଳାର गंध आसे भ्रमरे उड़ुछन्ति पासे पादके धरणी पूरिला द्वितीय स्वर्ग ग्रस्त हेला दिग पूरिला अष्टभुजे मेघे दिशन्ति चूल माझे एमन्ते बामनर देहि तृतीय पाद ठाव नाही महत जन तपलोके लुचिले बामन मस्तके बोलोई दास जगन्नाथ अद्भुत विष्णुर चरित सुजने चिंत एक चिते भाषा प्रबंधे भागवते बळी बामनर प्रस्ताव शुणी त्रिताप निस्तरीव। इति श्रीमद्भागवते महापुराणे परमहंस्यां संहितायां अष्टमस्कन्धे विश्वरूपदर्शनं नाम 20 अध्याय।